ଆଜି ବିଜେପିର ଗଞ୍ଜାମ ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲା ମହିଳା ମୋର୍ଚ୍ଚା ତରଫରୁ ସଭାନେତ୍ରୀ ଅନୁଜାନନ୍ଦ ବିଶ୍ୱାଳଙ୍କ ସଭାପତିତ୍ୱରେ ସଦସ୍ୟତା ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ସଦସ୍ୟତା ଅଭିଯାନର ସଂଯୋଜକ ଏବଂ ଜିଲ୍ଲା ଉପସଭାପତି ଶ୍ରୀ ପରେଶ ରଥ ଏବଂ ସଂଯୋଜକ ହରିବନ୍ଧୁ ରେଡ୍ଡି କର୍ମଶାଳାକୁ ଶୁଭାରମ୍ଭ କରିବା ସହ ଆଗାମୀ ଦିନରେ ରାଜ୍ୟରେ ହେବାକୁ ଥିବା ସଦସ୍ୟତା ଅଭିଯାନ ଉପରେ ମହିଳା ମୋର୍ଚ୍ଚାର ସହଭାଗିତା ଉପରେ ଆଲୋଚନା କରିଥିଲେ। ସେପ୍ଟେମ୍ବର 1 ତାରିଖରୁ ଆରମ୍ଭ ହୋଇ 45 ଦିନ ଧରି ହେବାକୁ ଥିବା ସଦସ୍ୟତା ଗ୍ରହଣ ଅଭିଯାନ ପାଇଁ ମହିଳା ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନେ ଘରକୁ ଘର ଯାଇ ମହିଳାମାନଙ୍କୁ ଯୁବତୀମାନଙ୍କୁ ଯୋଗାଯୋଗ କରି ସେମାନଙ୍କୁ ଏଥିରେ ସାମିଲ କରିବା ପାଇଁ ଆଲୋକପାତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ମଣ୍ଡଳର ସଭାନେତ୍ରୀମାନେ ଉପସ୍ଥିତ ଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ମହିଳା ମୋର୍ଚ୍ଚାର ଜିଲ୍ଲା ସଦସ୍ୟତା ଅଭିଯାନର ସଂଯୋଜିକା ଭାବେ ଉଷାରାଣୀ ମହାପାତ୍ର ଏବଂ ସହ ସଂଯୋଜିକା ଭାବେ ବିନୋଦିନୀ ଆଚାର୍ଯ୍ୟଙ୍କୁ ଦାୟିତ୍ୱ ଦିଆଗଲା। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ମହିଳା ମୋର୍ଚ୍ଚାର ସାଧାରଣ ସମ୍ପାଦିକା ଉଷାରାଣୀ ମହାପାତ୍ର ଏବଂ ମୋନିକା ପ୍ରହରାଜ ସଂଯୋଜନା କରିଥିଲେ। ବ୍ୟୁରୋ ରିପୋର୍ଟ, ସ୍ୱସ୍ତିକ ନ୍ୟୁଜ୍। ଆପଣମାନେ ଦେଖୁଛନ୍ତି ସ୍ୱସ୍ତିକ ଟିଭି।